ଆଜିର ସ୍ୱାସ୍ଥ୍ୟ ମନ୍ତ୍ର ଗଳା ବିନ୍ଧା ହେଉଥିଲେ ଲୁଣ ପାଣିରେ କୁଳି କରନ୍ତୁ। ଦାନ୍ତ ବିନ୍ଧା ହେଉଥିଲେ ଲବଙ୍ଗ ଚୋବାନ୍ତୁ କିମ୍ବା ଏହାର ତେଲ ଲଗାନ୍ତୁ। ହେକୁଟି ହେଉଥିଲେ ଲେମ୍ବୁ ଖାଆନ୍ତୁ। ଆଖିରେ ଜଳାପୋଡା ହେଉଥିଲେ ଗୋଲାପ ଜଳ ଲଗାନ୍ତୁ। ଭୋକ ଲାଗୁନଥିଲେ ଅଦା ସହିତ ଲୁଣ ଚୋବାନ୍ତୁ। ପେଟର କୁର୍ମି ପାଇଁ ସକାଳେ ନଡିଆ ପାଣି ପିଅନ୍ତୁ। ଋତୁସ୍ରାବ ଯନ୍ତ୍ରଣା ହେଉଥିଲେ ଜୁଆଣି ଗୁଡ କାଢା ପିଅନ୍ତୁ। ଥକା ଲାଗୁଥିଲେ ବେଲ ଓ ସତୁ ପିଅନ୍ତୁ। ହାତ ଏବଂ ପାଦ ଅସ୍ଥିର ହେଉଥିଲେ ସୋରିଷ ତେଲକୁ ଫୁଟାଇ ମାଲିସ କରନ୍ତୁ। କୁଣ୍ଡାଇ ହେଉଥିଲେ ନିମ୍ବ ପାଣିରେ ଗାଧାନ୍ତୁ। ଅଧିକ ଚିନ୍ତା ହେଉଥିଲେ ତୁଳସୀ ପତ୍ର ଚୋବାନ୍ତୁ। ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେଉଥିଲେ ରସୁଣ ତେଲ ସହିତ ମାଲିସ କରନ୍ତୁ। ନିଦ ହେଉନଥିଲେ କଦଳୀ ଏବଂ କ୍ଷୀର ପିଅନ୍ତୁ। ଗ୍ୟାସ ହେଉଥିଲେ ଜୁଆଣି ଓ କଳା ଲୁଣ ଖାଆନ୍ତୁ। ପେଟ ଭାରି ଲାଗୁଥିଲେ ଘୋଳ ଦହି ପିଅନ୍ତୁ। କେଶ ଝଡୁଥିଲେ ପ୍ରତିଦିନ ପାଣିରେ ବାଦାମ ପକାଇ ଖାଆନ୍ତୁ। ଶରୀରରେ ବ୍ଲଡ ପ୍ରେସର ବଢିକି ରହୁଥିଲେ ପ୍ରତିଦିନ ହରଡ଼ ଡାଲି ଖାଆନ୍ତୁ।